ସାଙ୍ଗମାନେ, ମୁଁ ଆଜି ଆପଣମାନଙ୍କୁ ଗୋଟେ ବହୁତ ସୁନ୍ଦର କଥା କହିବାକୁ ଚାହୁଁଛି। ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ, ଏବେ ଆମ ଭାରତରେ ମହାକୁମ୍ଭ ଚାଲିଛି। ଆମ ଭାରତରେ ଏବେ ମହାକୁମ୍ଭ ମେଳା ଚାଲିଛି। ସେ ଯେଉଁ ମହାକୁମ୍ଭ ମେଳା ଚାଲିଛି, ସେ ପ୍ରଥମ ଥର କେବେ ଆରମ୍ଭ ହୋଇଥିଲା? ଯେବେ ସେ ପ୍ରଥମ ଥର ଆରମ୍ଭ ହୋଇଥିଲା, ସେ କେଉଁଠାରେ ଅନୁଷ୍ଠିତ ହୋଇଥିଲା? କେଉଁ ଜାଗାରେ ଅନୁଷ୍ଠିତ ହୋଇଥିଲା ମହାକୁମ୍ଭ ମେଳା? ଆପଣମାନେ କ'ଣ ଜାଣିଛନ୍ତି? ଆପଣମାନେ ଜାଣିନାହାନ୍ତି। ସେଥିପାଇଁ ମୁଁ ଆଜି ଆପଣମାନଙ୍କୁ ସେହି ବିଷୟରେ କିଛି କହିବାକୁ ଚାହୁଁଛି ଯେ ଆମର ଯେଉଁ କୁମ୍ଭ ମେଳା ଏବେ ହେଉଛି, ସେ କୁମ୍ଭ ମେଳା କେଉଁଠି ଆରମ୍ଭ ହୋଇଥିଲା, କ'ଣ ପାଇଁ ଆରମ୍ଭ ହୋଇଥିଲା, ପ୍ରଥମ ଥର କେବେ କେଉଁଠାରେ ଅନୁଷ୍ଠିତ ହୋଇଥିଲା ମହାକୁମ୍ଭ ମେଳା। ସାଙ୍ଗମାନେ, ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଆପଣମାନଙ୍କୁ ମୋର এই ଭିଡ଼ିଓଟି ଭଲ ଲାଗିବ, ଲାଇକ୍ଟିଏ କରିବେ, କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ନିଶ୍ଚିନ୍ତ ଭାବରେ ରଖିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସଂସ୍କୃତି, ପରମ୍ପରା, ଭକ୍ତି ଓ ଅଧ୍ୟାତ୍ମର ଦେଶ ଭାରତରେ ଚାଲିଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ମହାକୁମ୍ଭ। ପ୍ରାୟ 1.5 ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ପାଇଁ ଦେଶ ଏବଂ ବିଶ୍ୱର କୋଣ ଅନୁକୋଣର ପ୍ରାୟ 40 କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସିବାର ଆଶା କରାଯାଇଛି। ଏହି ମେଳା ହିନ୍ଦୁଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଅଟେ। ସାଧାରଣତଃ କୁମ୍ଭ ମେଳା 4 ପ୍ରକାରର ହୋଇଥାଏ: କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। ସବୁ କୁମ୍ଭ ମେଳା ଗ୍ରହମାନଙ୍କର ସ୍ଥିତିକୁ ଦେଖି ଆୟୋଜିତ ହୋଇଥାଏ। ପ୍ରତ୍ୟେକ କୁମ୍ଭ ମେଳାର ନିଜସ୍ୱ ବିଶେଷତ୍ୱ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥରେ କୁମ୍ଭ ମେଳାକୁ ଅମରତ୍ୱର ମେଳା କୁହାଯାଏ। ସେଥିପାଇଁ କୋଟି କୋଟି ଶ୍ରଦ୍ଧାଳୁ ନିଜ ଅନ୍ତରାତ୍ମାର ଶୁଦ୍ଧି ପାଇଁ ଏହି ପବିତ୍ର ସ୍ଥାନରେ ବୁଡ଼ ପକାଇଥାନ୍ତି। ସାଙ୍ଗମାନେ, ଯେଉଁମାନେ ନିଜ ଭବିଷ୍ୟତରେ କୌଣସି ପାପ କାର୍ଯ୍ୟ କରିଥାନ୍ତି, ସେମାନେ ସେମାନଙ୍କର ପାପକୁ କମ୍ କରିବା ପାଇଁ ସେମାନେ ମହାକୁମ୍ଭ ମେଳାକୁ ଆସିଥାନ୍ତି। ସେଠାରେ ସ୍ନାନ କରିଥାନ୍ତି, ଯାହାଦ୍ୱାରା କି ସେମାନଙ୍କର ପାପ କମ୍ ହୋଇଥାଏ। ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଚାରିଆଡ଼ୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆସନ୍ତି। ଗତକାଲି ପବିତ୍ର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ପ୍ରଥମ ଅମୃତ ସ୍ନାନ କରିଛନ୍ତି। ଗତକାଲି 12 ଘଣ୍ଟା ଧରି ଚାଲିଥିବା ଅମୃତ ସ୍ନାନରେ 3,50,00,000 ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁଙ୍କର ଉପରେ ହେଲିକପ୍ଟରରୁ ଲଗାତାର ଫୁଲ ବର୍ଷା କରାଯାଇଥିଲା। ଚଳିତ ବର୍ଷ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ 2025 ଗ୍ରହମାନଙ୍କର ବିରଳ ମିଶ୍ରଣ ଯୋଗୁଁ ଖୁବ୍ ସ୍ୱତନ୍ତ୍ର। ଏଥର ମହାକୁମ୍ଭରେ ସୂର୍ଯ୍ୟ, ଚନ୍ଦ୍ର, ଶନି ଏବଂ ବୃହସ୍ପତି ଗ୍ରହର ଶୁଭ ସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ମନ୍ଥନ ସମୟରେ ମଧ୍ୟ ଏହି ଶୁଭ ସଂଯୋଗ ଘଟିଥିବା କୁହାଯାଏ। ଏହା ସହିତ ମହାକୁମ୍ଭରେ ପୂର୍ଣ୍ଣିମା, ରବି, ଭାଦ୍ରମାସ ଯୋଗ ମଧ୍ୟ ରହିଛି। 144 ବର୍ଷ ପରେ ଏହି ସଂଯୋଗ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ। ତେବେ ଆପଣ ଜାଣନ୍ତି କି ପ୍ରଥମ ଥର ପାଇଁ
କେଉଁଠାରେ ଆୟୋଜିତ ହୋଇଥିଲା ମହାକୁମ୍ଭ? ମହାକୁମ୍ଭ ପଛର ଇତିହାସ କ'ଣ? ମହାକୁମ୍ଭ ଇତିହାସ ବହୁତ ପୁରୁଣା। କେତେକ ଗ୍ରନ୍ଥ ଅନୁଯାୟୀ ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ। ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା। ଆଉ କିଛି ଲୋକଙ୍କ ଅନୁସାରେ ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା। ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ। ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା 1000 ବର୍ଷ ପୁରୁଣା। ମହାକୁମ୍ଭର ଐତିହାସିକ ଉଲ୍ଲେଖ ପ୍ରାଚୀନ ଲେଖାରେ ମଧ୍ୟ ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 600ରେ ବୌଦ୍ଧ ଲେଖାରେ ନଦୀ ତଟରେ ଆୟୋଜିତ ହେଉଥିବା ମେଳାର ଉପସ୍ଥିତି ସମ୍ପର୍କରେ ବ୍ୟାଖ୍ୟା କରାଯାଇଥିବାର ପ୍ରମାଣ ରହିଛି। ତଥାପି ଜ୍ୟୋତିଷ ଗଣନା ଆଧାରରେ କୁମ୍ଭମେଳା ସ୍ଥାନ ନିରୂପଣ କରାଯାଏ। ଜ୍ୟୋତିଷ ଏବଂ ସାଧୁସନ୍ଥମାନଙ୍କ ମୁଖ୍ୟ ଏକାଠି ହୋଇ ସ୍ଥାନ ନିରୂପଣ କରିଥାନ୍ତି। ସ୍ଥାନ ନିରୂପଣ କରିବା ପାଇଁ ଜ୍ୟୋତିଷମାନେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ସ୍ଥିତିକୁ ନିରୀକ୍ଷଣ କରିଥାନ୍ତି। ସାଙ୍ଗମାନେ, ଏବେ ଚାଲନ୍ତୁ ଜାଣିବା କିପରି ହୋଇଥିଲା ମହାକୁମ୍ଭର ଆରମ୍ଭ। ସମୁଦ୍ର ମନ୍ଥନ ସମୟରେ ଅମୃତକୁ ନେଇ ହୋଇଥିବା ବିବାଦ ଯୋଗୁଁ ମହାକୁମ୍ଭ ଆୟୋଜନ ହୋଇଥିବା କୁହାଯାଏ। ପୌରାଣିକ କଥା ଅନୁସାରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏ ଯୁଦ୍ଧରେ ଦେବତାମାନେ ଅସୁରଙ୍କଠାରୁ ଶୋଚନୀୟ ଭାବରେ ପରାଜିତ ହୋଇଥିଲେ। ପରାଜୟ ପରେ ଅସୁରଙ୍କ ଦୌରାତ୍ମ୍ୟ ସହ୍ୟ କରିନପାରି ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କୁ ଶରଣ ପଶିଥିଲେ। ଆଉ ବିଷ୍ଣୁଙ୍କ ପରାମର୍ଶ କ୍ରମେ ସମୁଦ୍ର ମନ୍ଥନ କରାଯାଇଥିଲା। ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କୁମ୍ଭ ଅର୍ଥାତ୍ କଳସ ସହିତ ପ୍ରକଟ ହୋଇଥିଲେ। ଆଉ ସେହି ଅମୃତ କଳସ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ପୁଣି କଳି ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ଇଙ୍ଗିତରେ ଅମୃତ କଳସ ଧରି ଚାଲି ଯାଇଥିଲେ। ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ହେଲେ। ଏ ସମ୍ପର୍କରେ ଜାଣିବା ପରେ ଅସୁର ଜୟନ୍ତଙ୍କୁ ଅନୁସରଣ କରିଥିଲେ। ଅମୃତ କଳସ ପାଇବା ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ 12 ଦିନ ଧରି ଏକ ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଶନି, ଚନ୍ଦ୍ର, ସୂର୍ଯ୍ୟ ଆଦି ଦେବତାମାନେ ଅମୃତ କଳସକୁ ରକ୍ଷା କରିଥିଲେ। ତେଣୁ ଏହି ଗ୍ରହମାନଙ୍କ ସ୍ଥିତି ସହ ବର୍ତ୍ତମାନ ରାଶିର ସଂଯୋଗକୁ ଦେଖି କୁମ୍ଭମେଳାର ଆୟୋଜନ କରାଯାଏ। ଦେବତାମାନଙ୍କର ଗୋଟିଏ ଦିନ ମଣିଷର 12 ବର୍ଷ ସହିତ ସମାନ ବୋଲି ବିଶ୍ୱାସ କରାଯାଏ। ତେବେ ଯୁଦ୍ଧ ସମୟରେ କଳସରୁ କିଛି ଅମୃତ ବୁନ୍ଦା ପଡ଼ିଯାଇଥିଲା। ଯେଉଁ ସ୍ଥାନରେ ଅମୃତ ବୁନ୍ଦା ପଡ଼ିଥିଲା ସେହିଠାରେ କୁମ୍ଭମେଳା ଆୟୋଜିତ ହୁଏ। ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟନ ଏବଂ ନାସିକ ଆଦି ସ୍ଥାନରେ ଅମୃତର ବୁନ୍ଦା ପଡ଼ିଥିବା ବିଶ୍ୱାସ କରାଯାଏ। ସାଙ୍ଗମାନେ, ଯେତେବେଳେ ଆମର ମନ୍ଥନ ହୋଇଥିଲା, ସମୁଦ୍ର ମନ୍ଥନ ହୋଇଥିଲା, ସେତେବେଳେ ଅମୃତ ବାହାରିଥିଲା। ସେ ଅମୃତ ପାଇଁ ଯେତେବେଳେ ଭଗବାନ ଆଉ ଅସୁରମାନଙ୍କର ଝଗଡ଼ା ଲାଗିଥିଲା, ସେତେବେଳେ ସେ ଅମୃତ ଯେଉଁ ଯେଉଁ ଜାଗାରେ ସବୁ ପଡ଼ିଯାଇଥିଲା, କିଛି ଅଂଶ ତଳେ ପଡ଼ିଯାଇଥିଲା, ସେହି ଜାଗାରେ ଆମର ପାଳନ ହୋଇ ଆସିଥାଏ କୁମ୍ଭମେଳା। ଆପଣମାନେ ନିଶ୍ଚିତ ଭାବରେ ଏ ଭିଡ଼ିଓ ମାଧ୍ୟମରେ ବୁଝିପାରିଥିବେ, ଆପଣମାନେ ଜାଣିପାରିଥିବେ। ଯଦି ଆପଣମାନେ ଏ ଭିଡ଼ିଓ ମାଧ୍ୟମରେ କିଛି ବି ବୁଝିପାରିଛନ୍ତି, ତାହେଲେ ଆପଣ ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଗୋଟିଏ ଲାଇକ୍ କରିବେ। ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ।
जदि मोर ए भिडियोटी आपण मानकु भल लागिथिबो लाइक टिए करिवे सांग मानक मध्यरे शेयर करने को भूलिबे नहीं। जदि आपण माने आम टॉकिंग वर्ल्ड यूट्यूब चैनल रे प्रथम थर पई आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल क्लिक करिवे कारण आम चैनल रे जेबे किछि नुआ मोटिवेशनल वीडियो छड़ा जीवो आपण माने सर्वप्रथमे देखि परिबे। धन्यवाद सांग माने। जय जगन्नाथ, जय मां सारला, जय श्री कृष्ण।